ଆପଣ ଏକାମ୍ରର ନେତା, ଏକାମ୍ରର ସଂଗଠନ କାର୍ଯ୍ୟକ୍ରମ କରୁଛି, କ'ଣ ବାର୍ତ୍ତା ଦେବେ ତାଙ୍କୁ? ଆଜି ଏକାମ୍ର ମହିଳା ସମିତି ତରଫରୁ ଆୟୋଜିତ ଜଳଛତ୍ରରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଯେଉଁମାନେ ଆଜି ଆୟୋଜକ ଅଛନ୍ତି ଏଠି ମୋ ପାଖରେ ସମ୍ମୁଖରେ ଅଛନ୍ତି, ପାଖରେ ଅଛନ୍ତି। ଆଜି ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା କରୁଛି ଆଜି ପବିତ୍ର ଦିନଟି ଲୋକମାନଙ୍କର ସୁଖ ସମୃଦ୍ଧିର ଦିନ ହେଉ। ନିଶ୍ଚିନ୍ତ ରୂପେ ଆମର ଏ ଅଶୋକାଷ୍ଟମୀ ପ୍ରତ୍ୟେକ ବର୍ଷ ଲୋକମାନେ ବହୁ ଆଡ଼ମ୍ବର ଭାବରେ ତାକୁ ପାଳନ କରନ୍ତି। ପ୍ରଭୁ ଲିଙ୍ଗରାଜଙ୍କର ଉପବାସ କରନ୍ତି, ଲିଙ୍ଗରାଜଙ୍କ ଠାରେ ତାଙ୍କର ମନସ୍କାମନା ପୂରଣ ହୁଏ। ଏବଂ ଏ ଯେଉଁ ରଥ ଆଜି ଲିଙ୍ଗରାଜଙ୍କ ପାଖକୁ ଯାଇ ମାଉସୀ ମା ପାଖରେ ପହଞ୍ଚେ। ନିର୍ବାଚନ କଥା କହିଲେ ଆମେ ଏଠି କହିବା ମେ 5ରୁ ଆରମ୍ଭ ପ୍ରାର୍ଥୀପତ୍ର ଦାଖଲ। ନିଶ୍ଚିନ୍ତ ରୂପେ ଆମେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ଯେଉଁ ପ୍ରାର୍ଥୀତ୍ୱ ଏବଂ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବୁ। ଲୋକମାନଙ୍କର ଯେଉଁ ଆଶା ରହିଛି, ଉଦ୍ଦୀପନା ରହିଛି, ଲକ୍ଷ୍ୟ ରହିଛି, ସେ ଲକ୍ଷ୍ୟକୁ ପୂରଣ କରିବା ହେଲା ମୋର ପ୍ରଥମ ଲକ୍ଷ୍ୟ। ଏ ସଂକଳ୍ପ ଆମେ ନେଇସାରିଛୁ। ଏକାମ୍ର ନିର୍ବାଚନ ମଣ୍ଡଳର ଜନସାଧାରଣଙ୍କ ସଂକଳ୍ପ ଏବଂ ସ୍ୱାଭିମାନର ପ୍ରଶ୍ନକୁ ସାକାର କରିବା ହେଲା ଆମର ସଂକଳ୍ପ। ଆଜ୍ଞା ନମସ୍କାର, ମୁଁ ମହିଳା ଏକାମ୍ର ମହିଳା ଆସୋସିଏସନର ପ୍ରେସିଡେଣ୍ଟ ବୈଶାଳିନୀ ପଟ୍ଟନାୟକ। ଆଉ ଆମର ସମସ୍ତେ ମେମ୍ବର ମାନେ ଯେହେତୁ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କର ଏତେ ବଡ଼ ଘୋଷଯାତ୍ରା, ତ ଆମେମାନେ ଚାହିଁଲୁ ଯେ କିଛି ଜଳ ଛତ୍ର କରିକି ଲୋକମାନଙ୍କ ତୃଷା ମେଣ୍ଟାଇବା ପାଇଁ। ଆଜ୍ଞା ସାର୍, ଆମର ତ ସେଦିନ 13 ତାରିଖ ଦିନ ବି ପ୍ରୋଗ୍ରାମ୍ କରିଥିଲୁ ନୂଆ ଗାଁ ଛକରେ। ତ ସେଠି ବି ବହୁତ ଭଲ ରେସ୍ପଣ୍ଡ ଲୋକଙ୍କର ଆସିଥିଲା। ଆମେମାନେ କିଛି କିଛି ପାଣି ଜିନିଷ ଦେଇକି ତାଙ୍କ ତୃଷା ମେଣ୍ଟାଇଥିଲୁ। ଆମକୁ ବି ବହୁତ ଖୁସି ଲାଗିଥିଲା, କାରଣ ଏକାମ୍ର ମହିଳା ଆସୋସିଏସନର ସମସ୍ତେ ହେଉଛନ୍ତି ହାଉସ୍ ୱାଇଫ୍। ନିଜ ନିଜ ପକେଟ୍ ମନି ସେଭିଙ୍ଗସରୁ ସମସ୍ତେ ଆମେ ଏଇସବୁ ଜିନିଷ କରୁ, ତ ସମସ୍ତେ ଖୁସି ହେଇଥିଲେ ସେଥିପାଇଁ। ସଂଗଠନର ଆଉ କ'ଣ ସବୁ କାର୍ଯ୍ୟ ରହୁଛି? ଆଉ ନିର୍ବାଚନ ମଧ୍ୟ ଆସୁଛି, ସେଥିରେ କ'ଣ ଭୂମିକା ରହିବ ଆପଣମାନଙ୍କର? ସାର୍ ସଂଗଠନର ଦେଖନ୍ତୁ ସୋସିଆଲ ୱାର୍କର ଆମେ ସବୁ ସୋସିଆଲ ୱାର୍କ କରୁ। ଯେମିତିକି ବୃଦ୍ଧ ଆଶ୍ରମ ଯିବା, ଅନାଥ ଆଶ୍ରମ ଯିବା, ଆଇ କ୍ୟାମ୍ପ କରିଥିଲୁ, ଡେଣ୍ଟାଲ କ୍ୟାମ୍ପ ବି ମଧ୍ୟ ଲଗେଇଥିଲୁ। ସବୁ ନିଜ ମାନେ ଶକ୍ତି ହିସାବରେ କରୁ। ଆଉ ନେକ୍ସଟ ଆପଣ କହୁଛନ୍ତି ଇଲେକ୍ସନ୍ କଥା, ତ ଇଲେକ୍ସନ୍ ତ ଆଗକୁ ଆସୁଛି, ବହୁତ ଜଲ୍ଦି ଆସୁଛି। ତେଣୁ କରିକି ଆମ ସପୋର୍ଟ ଆମେ ଯାହାକୁ ଚାହୁଁଛୁ ଆମ ଏରିଆର 59ର କର୍ପୋରେଟର ଅଛନ୍ତି ବିରଞ୍ଚି ମହାସୁପକାର, 4 ଥର କର୍ପୋରେଟର ହେଇଛନ୍ତି ଆମ ଏରିଆରୁ। ଆଉ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ବି ଅଛନ୍ତି ବିଜେଡ଼ି ତରଫରୁ। ତ ଆମେ ମାନେ ଚାହୁଁଛୁ ସେ ଯେଉଁଠି ଆଇଦର ସ୍ୱାଧୀନ ହଉ, ଆଇଦର ଯାହା ବି ଯେଉଁଠି ଠିଆ ହେବେ ଆମେ ତାଙ୍କୁ ସପୋର୍ଟ କରିବୁ ନିଶ୍ଚିନ୍ତ ରୂପେ।